ଦୁଇଟି ପୃଥକ ଦୁର୍ଘଟଣାରେ ଦୁଇ ଜଣଙ୍କର ଯାଇଛି ଜୀବନ। ପୁଲିସ ଦୁଇଟି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ଆଣିଛନ୍ତି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଗୋପୀନାଥପୁର ଛକ ନିକଟରେ ଅଜଣା ଗାଡ଼ି ଧକ୍କାରେ ଜଣେ ଡିପ୍ଲୋମା ଛାତ୍ରଙ୍କ ମୃତ୍ୟୁ ହୋଇଛି। ସେହିପରି ଝୁମ୍ପୁରା ଥାନା ଅନ୍ତର୍ଗତ ମୁରୁସୁଆ ନିକଟରେ ଆଉ ଏକ ଦୁର୍ଘଟଣା ଘଟିଥିବା ବେଳେ ଏଠାରେ ମଧ୍ୟ କୌଣସି ଅଜଣା ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ତେଲକୁଇ ବ୍ଲକ ସିରିଗିଡ଼ା ଗ୍ରାମର ରାକେଶ ରୋଶନ ନାୟକ ନାମକ ଜଣେ ଡିପ୍ଲୋମା ଛାତ୍ର ଯାଉଥିବା ବେଳେ 20 ନମ୍ବର ଜାତୀୟ ରାଜପଥର ଗୋପୀନାଥପୁର ଛକ ନିକଟରେ କୌଣସି ଅଜଣା ଗାଡ଼ି ଧକ୍କା ଦେବାରୁ ତାଙ୍କର ମୃତ୍ୟୁ ହୋଇଛି। ସେହିପରି 20 ନମ୍ବର ଜାତୀୟ ରାଜପଥର ଝୁମ୍ପୁରା ଥାନା ଅନ୍ତର୍ଗତ ମୁରୁସୁଆ ନିକଟରେ ଦୁଧୁକୁଣ୍ଡି ଗ୍ରାମର ଭାଗିରଥୀ ମୁଣ୍ଡାଙ୍କ ମୃତ ଶରୀରକୁ ପୁଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛନ୍ତି। କେନ୍ଦୁଝର ଜିଲ୍ଲାରୁ ଦୀପେଶ କୁମାର ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।